ମୁଁ ତଳେ ତମକୁ ଡାକ ପକଉଛି ତମେ ଛାତରେ ଆସି କ'ଣ କରୁଛ? ଶାଗ ଶାଗ ତୋଳୁଛ ଏଠି ବସିକି? ମୁଁ ଏଠି ଡାକ ପକଉଛି ବୋଲି କୁଆଡ଼େ ଗଲା? କ'ଣ ପାଇଁ ଡାକୁଛ? ଦେଖ ଶାଗ ବର୍ତ୍ତମାନ କୋବି ଗଛରେ ଭିତରେ ଶାଗ ଗୁରା ଲୁଚି ଗଲାଣି ଯେ ଦେଖାଯାଉନି। ସମସ୍ତେ ଆଜି ପଖାଳ ଖାଇବେ, ସେଇଆ ପାଇଁ ସବୁ ଶାଗ ବାଛିକି ନଉଛି। ଆଉ ଘଟିଆ ନା ବାମ୍ବେଡ଼ା କ'ଣ ଗୁରେ ଆମର ଶାଗ ବାପା ଏତେ ଲଗେଇଛନ୍ତି ଯେ ଆମେ ସେଥିରୁ ଗୁଡ଼େ ନାଁ ବି ଜାଣିନୁ, କିନ୍ତୁ ଖାଲି ଖାଉଛୁ। ସବୁ ଶାଗ କୁଣ୍ଡରେ ବରଂ ତମେ କିଛି ନ ଲଗେଇବ ଯଦି ସେଥିରେ କେବଳ ପାଇବ ଶାଗ। ସେ ମଞ୍ଜିଗୁରା ବି ମନକୁ ମନ ପଡ଼ିକି ବି ଉଠୁଛି ନ ଲଗେଇଲେ। କୋଶଳ ଶାଗ ତ ତୋଳା ସରିଲା, ବର୍ତ୍ତମାନ ଆଉ ଯାହା ଶାଗ ଅଛି ସେଇ ଶାଗ ତୋଳିବା। ଏଇଟା ଫୁଲକୋବି ହେଇନି କିନ୍ତୁ ନ ହେବା ପୂର୍ବରୁ ମୁଁ ଶାଗ ପାଇଁ ଗୋଟିଏ ପତ୍ର ନେଉଛି, ବେଶୀ ନାହିଁ। ଏ ରହିଲା ଫୁଲକୋବି ଆଉ ବନ୍ଧାକୋବି ନା ଥାଉ, ବନ୍ଧାକୋବି ଟିକେ ଟିକେ ହେଇଛି ତାକୁ ନବାନି। ଏଠିକି ଆସ, ଏଇଟା ଆଳୁ ଶାଗ ମାନେ ଆଳୁ ପତ୍ର ସବୁଠୁ ଟିକେ ଟିକେ। ଆଉ ଗଲା ଆଳୁ ସଇଲା, ଏପଟେ ଏଇଟା ବନ୍ଧାକୋବି ଏଇଠି ନେଇଯା, ଗୋଟେ ଛୋଟିଆଟେ ନେବାକୁ ଲୋଭ ଲାଗୁଛି କାରଣ ହେଇନି ବନ୍ଧାପତ୍ର ତ। ଛାଡ଼, ତଳୁ ଗୋଟେ ନେଇଯାଅ। ଆଉ ଏପଟେ ମୂଳା ଶାଗ ଅଛି ଆଉ ପାଳଙ୍ଗ। ସବୁ ଶାଗ 2-4ଟା ହେଇଗଲେ ତ ମେଞ୍ଚେ ହେଇଯିବ। ଆଉ ଏତିକି ଥାଉ, ପାଳଙ୍ଗ ଅଳ୍ପ ତୋଳିଥିଲି ତ। ଏଇଟା ମୂଳା ଶାଗ, ମୂଳା ବି ହେଇନି। ମୂଳା ହେଇନି, ଯୋଉ ଚାଷୀର ଏକର ଜାଗା ବି ଥିବ ସିଏ ବି ଏତିକି ଶାଗ ତୋଳୁ ନଥିବ। ଆମର ଏଇ 10ଟା କୁଣ୍ଡରୁ ଆମେ ଯେତିକି ଶାଗ ତୋଳିକି ନେଲେଣି। ହଁ, ଏଇଟା ତ ସତ କଥା। ଶାଗ ବାପ ତମର ବିଞ୍ଚିଛନ୍ତି ଖାଇବା ଆଉ।